9 ଜୁନ୍ 2025 ପ୍ରମେୟରେ ପ୍ରକାଶିତ ଆଶା ଓ ଅଭିଯୋଗ। ଆଶା ଓ ଅଭିଯୋଗ ଦୁଇଟି ମଣିଷର ଆନନ୍ଦମୟ ଜୀବନର ବାଧକ। କାହାଠାରୁ କିଛି ବି ଆଶା କରିବା ମଣିଷର ମନରେ ଦୁଃଖ ଧରିଦିଏ। ତାହା ବନ୍ଧୁବାନ୍ଧବ ଠାରୁ ହେଉ ବା ସମାଜର ଅନ୍ୟ କାହାଠାରୁ ହେଉ ବା ଏପରିକି ପରିବାର ଠାରୁ ମଧ୍ୟ କିଛି ଆଶା ରଖିଲେ ତାହା ପୂରଣ ନହେଲେ ମଣିଷ ଅନେକ ଦୁଃଖ ପାଏ। କାହା ବିରୁଦ୍ଧରେ ଅଭିଯୋଗ କଲେ ମଧ୍ୟ ମଣିଷ ମନରେ ତାହା ବିକାର ସୃଷ୍ଟି କରାଏ। ବ୍ୟକ୍ତି ସ୍ୱାର୍ଥ ପାଇଁ କୌଣସି ଆଶା ରଖିବା ବା ଅଭିଯୋଗ କରିବା ଅର୍ଥ ନିଜକୁ ଛୋଟ ମଣିବା। ଏ ଦୁର୍ଲଭ ଜୀବନ ନିଜକୁ ଅସହ୍ୟ ନ ମଣିଲେ କାହାଠାରୁ ଆଶା କରେ ନାହିଁ ବା କାହା ବିରୁଦ୍ଧରେ ଅଭିଯୋଗ କରେ ନାହିଁ। ଚାଲି ଜାଣିନଥିବା ମଣିଷ ହିଁ ସର୍ବଦା ବାଟର ଦୋଷ ଦେଇଥାଏ। ନିଜକୁ ଅସହାୟ ମଣୁଥିବା ମଣିଷ ହିଁ ସର୍ବଦା ଅନ୍ୟଠାରୁ କିଛି ଆଶା ରଖେ ବା କାହା ବିରୁଦ୍ଧରେ ଅଭିଯୋଗ କରେ। ସମାଜର ସାମୂହିକ ସ୍ୱାର୍ଥ ପାଇଁ କାହାଠାରୁ କିଛି ଆଶା କରିବା ବା କାହା ବିରୁଦ୍ଧରେ ଅଭିଯୋଗ କରିବା ମଣିଷର ପ୍ରବୃତ୍ତି, ଯାହା ମଣିଷର ବ୍ୟକ୍ତିତ୍ୱକୁ ଉଜ୍ଜଳମୟ କରେ। ଜୀବନ ଏକ ଆଦର୍ଶ, ଏକ ପ୍ରତିଯୋଗିତା ନୁହେଁ। ସବୁକିଛି